ମାଙ୍କଡ଼ ଖାଇଲା କଦଳୀ ଆଉ ଆମେ ଖାଇବୁ କଦଳୀର ମଞ୍ଜା। ଦେଖନ୍ତୁ କଦଳୀ କାହିଁରେ କେତେ ବଡ଼ ପଡ଼ିଥିଲା ଆମର, ହେଲେ ମାଙ୍କଡ଼ ତାକୁ ଖାଇକି ପୁରା ସଫା କରିଦେଇଛି। ଆଉ ବାକି ଗଛଟା ଛିଡ଼ା ହେଇଥିଲା ତାକୁ ଆଜି କାଟିଦେଲେ ଦିଦି। କାଟି ଦେଇକି କହିଲେ ନା ନା ହବନି, ତାର ମଞ୍ଜା ଛଡ଼େଇ ଆଣିବା, ଦେ ଛଡ଼େଇ ଆଣିକି ତରକାରୀ କରି ଖାଇଦେବା। ଆଉ କଦଳୀ ତ ଖାଇତେ ଦେଲାନି, ଆଉ ମଞ୍ଜାଟା ରଖି କ'ଣ କରିବା। ତେଣୁ ଦେଖନ୍ତୁ ସାଙ୍ଗମାନେ କେମିତି ମଞ୍ଜା ଛଡ଼େଇ ଆଣା ହେଉଛି। ମଞ୍ଜା ଗୋଟେ ଏମିତି ଜିନିଷ ନା, ଆପଣ ତାକୁ ଯାହା ବି କରିବେ ସେଇଟା ସୁନ୍ଦର ଲାଗିବ। ପକୋଡ଼ା କରି ଖାଇପାରିବେ, ବରା ଛାଣି ଖାଇପାରିବେ, ଘାଣ୍ଟ କରି ଖାଇପାରିବେ, କଖାରୁ ପକେଇ ଖଟା ମଞ୍ଜା ଖଟା ମଧ୍ୟ କରିପାରିବେ। ଯାହା ଆପଣଙ୍କର ଇଚ୍ଛା ସେଇ ଅନୁସାରେ ରୋଷେଇ କରିପାରିବେ। ତେଣୁ କେତେ କଷ୍ଟରେ ମଞ୍ଜାଟା ଛଡ଼ାনো ହେଉଛି ଆପଣମାନେ ଦେଖିପାରୁଥିବେ। ଆପଣଙ୍କ ଗାଁରେ ଆପଣମାନେ କଦଳୀର ମଞ୍ଜା ଖାଆନ୍ତି କି ନାହିଁ, ଆଉ ଆପଣମାନେ କେଉଁଠୁ କେଉଁଠୁ ସବୁ ମୋ ଭିଡ଼ିଓ ଦେଖୁଛନ୍ତି କମେଣ୍ଟରେ ନିଶ୍ଚିତ କହିବେ। ଆଉ ମଞ୍ଜାରେ କ'ଣ କ'ଣ ନୂଆ ରେସିପି ହେଇପାରିବ ସେଇଟା ମଧ୍ୟ କହିଲେ ଆଉ ଟିକେ ଭଲ ହେବ। ଆମେ ଯଦି ଜାଣିନାହିଁ ତାହେଲେ ଆମେ ଟିକେ ଜାଣିଯିବୁ, ଆଉ ଟିକେ ଭଲ ଭାବରେ ବନେଇବା ପାଇଁ ଚେଷ୍ଟା କରିବୁ। ଦେଖନ୍ତୁ ମଞ୍ଜା ଉପରେ ଏମିତି ପ୍ରସ୍ତ ହେଇକି ଅଛି, ତାକୁ ଧୀରେ ଧୀରେ ବାହାର କରିବା ପାଇଁ ପଡ଼ିବ। ତା ନହେଲେ ନା ମଞ୍ଜା ଜମା ବି ଖାଇପାରିବେନି। ଆଉ ତା ଭିତରେ ଯେଉଁ ସଫ୍ଟ ଜିନିଷଟା ଅଛି ସେଇଟାକୁ ଆପଣମାନେ ବାହାର କରିନେବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ମଞ୍ଜା ବାହାରିଗଲା। ତା ଉପରେ ଯେଉଁ ନରମ ପତ୍ରଟା ଅଛି ନା, ମାନେ ଛାଲଟା ତାର, ସେଇଟା ଯଦି ବାହାର କରୁଛନ୍ତି, ବାହାର କରିସାରିଲା ପରେ ତାର ଦେଖିବେ କେତେ ସୁନ୍ଦର ତାର ଲୁକ୍ଟା ଅଛି। ପୁରା ଏତେ ନରମ ହେଇଛି, ଦେଖିଲେ ଆପଣ ଜାଣିପାରିବେନି। ଆପଣମାନଙ୍କ ବାଡ଼ିରେ ଯଦି କଦଳୀ ଗଛ ଅଛି ନା, କଦଳୀ ଯଦି ଆପଣ ଖାଉଛନ୍ତି ମାଙ୍କଡ଼ ନଥିବ ତାହେଲେ କିଛି ଅସୁବିଧା ନାହିଁ। ଯଦି ମାଙ୍କଡ଼ ଖାଇଦେଇଛି କଦଳୀ କାନ୍ଦି, ତାହେଲେ ଗଛରୁ ମଞ୍ଜାଟା ଆପଣ ଏମିତି ଗୋଟେ ଛୁରୀ ବା ଦାଉଲି ଯାହା ଆପଣଙ୍କର ଘରେ ଅଛି ସେଇଟା ନେଇକି ତାକୁ ଏମିତି ଛଡ଼େଇ ଆଣନ୍ତୁ। ଦେଖିବେ କେତେ ସୁନ୍ଦର ଭାବରେ ମଞ୍ଜା ବାହାରିଯିବ। ଆଉ ମଞ୍ଜାରେ ନୂଆ ନୂଆ ରେସିପି ତିଆରି କରିବେ। ହେଇଗଲା।